हेलो पिलामाने आशा करी आपण माने समस्ते बहुत ही भलरे थिबे। तो फर्स्ट ऑफ ऑल पिलामाने वेलकम टू आवर चैनल। तो जो भी पिलामाने आम चैनल रे नुआ करी फर्स्ट टाइम पे विजिट करछंती समस्त को वेलकम। तो हम कहि रखे पिलामाने ए वीडियोटी स्पेशली केउ मान को पई ना जो माने आपनकर एई रिसेंटली माने हम कहि परिबे जनवरी कि फेब्रुवारी मास रे आपण माने जिबे एग्जाम दवा पई फर्स्ट सेमेस्टर एग्जाम कोउटी ना आपनकर आंध्र प्रदेश रे आपण माने जे कोनोसी यूनिवर्सिटी रे करूथंतु मु प्रथम रु कहि रखुची ए वीडियोटी आपण मान को पई इंपोर्टेंट। जदि आपण माने एई 5 ରୁ 10 ମିନିଟ୍ର ଭିଡ଼ିଓଟି ଯାହା ବି ଆପଣଙ୍କର ରହୁଛି ଆକୁ ଆଜି ଆପଣମାନେ ଦେଖୁଛନ୍ତି ନା ଆପଣଙ୍କର ଯାହା ବି ଡାଉଟ୍ ଅଛି ଏକ୍ଜାମ୍ ରିଲେଟେଡ୍ ହଉ କିମ୍ବା ଆପଣଙ୍କର ୟୁନିଭର୍ସିଟି ଆପଣଙ୍କର କଲେଜ ରିଲେଟେଡ୍ ହଉ ସବୁ ଡାଉଟ୍କୁ ମୁଁ କ୍ଲିୟର କରିଦେବି ପିଲାମାନେ ଗୋଟେ ଭିଡ଼ିଓରେ। ଆପଣମାନଙ୍କୁ ଅନୁରୋଧ ଭିଡ଼ିଓଟିକୁ ଲାଷ୍ଟ ଯାଏଁ ଦେଖିବେ ଯାହାଦ୍ୱାରା ଆପଣଙ୍କର ଯାହା ବି ଆପଣମାନେ ଡାଉଟ୍ରେ ପଡ଼ିଛନ୍ତି ସବୁକିଛି ଆପଣମାନଙ୍କର ଦୂର ହୋଇପାରିବ। ଠିକ୍ ଅଛି, ତ ଆଉ ଡେରି ନକରି ଭିଡ଼ିଓଟିକୁ ଷ୍ଟାର୍ଟ କରିବା। ତା ପୂର୍ବରୁ କହି ରଖେ କ'ଣ ଆମେ ଭିଡ଼ିଓରେ ପ୍ରଥମେ ଡିସ୍କସନ୍ କରିବା ପିଲାମାନେ। ଆପଣମାନେ ବହୁତ ସାରା ଜିନିଷ ଯେହେତୁ ପ୍ରଥମ ଥର ପାଇଁ ଏକ୍ଜାମ୍ ଦେଉଛନ୍ତି ଜାଣି ରଖିବା ଦରକାର କି ଆପଣଙ୍କର ବେସିକ୍ ଜିନିଷ ଏଇଟା ଯେ ଆପଣମାନେ ଏକ୍ଜାମ୍ରେ କେମିତି କ'ଣ ପଢ଼ିବେ ବା କେମିତି କ'ଣ ପଢ଼ିଲେ 90% ଏଭବ୍ ମାର୍କ ଆପଣମାନେ ସ୍କୋର କରିପାରିବେ। ଏଇଟା ହେଉଛି ପ୍ରଥମ କ୍ୱେଶ୍ଚନ୍ ଆପଣମାନଙ୍କ ମାଇଣ୍ଡରେ ଆସୁଥିବ ଯେହେତୁ ପ୍ରଥମେ ଆପଣମାନେ ଯାଉଛନ୍ତି ଏକ୍ଜାମ୍ ଦେବା ପାଇଁ। ଆପଣମାନେ +3 ଏକ୍ଜାମ୍ ଦେଇକି ଆସିଥିବେ, କେଉଁମାନେ ପିଜି ଏକ୍ଜାମ୍ ଦେଇକି ଆସିଥିବେ। ତ ଆପଣମାନେ ନିଶ୍ଚିତ ଭାବେ ଆପଣମାନେ ଭାବୁଥିବେ କି ଆମେ ଯେମିତିକା ୟୁନିଭର୍ସିଟି କିମ୍ବା ଆମ କଲେଜରେ ଲେଖୁଥିଲୁ ସେମିତି କ'ଣ ଏଠାରେ ଲେଖିବା ପାଇଁ ପଡ଼ିବ କି? ନିଶ୍ଚିତ ଭାବେ ସେକେଣ୍ଡ ଥିଙ୍ଗ ଆପଣଙ୍କର ମୁଁ କହିବି ଯେ ଆପଣଙ୍କର ହଉ ଛାଡ଼ନ୍ତୁ, ଆମେ ବର୍ତ୍ତମାନ ଗୋଟେ ଆପଣଙ୍କର ଡିସ୍କସନ୍ ପ୍ରଥମେ କରିଦେବା, ଦେନ୍ ଆମେ ଆଗକୁ ଯିବା। ଠିକ୍ ଅଛି, ତ ମୁଁ କହି ରଖେ ପିଲାମାନେ ଯେଉଁ ମୁଁ 90% ମାର୍କ କଥା କହିଲି ଯେ କେମିତି ଆପଣମାନେ 90% ଏଭବ୍ ମାର୍କ ସ୍କୋର କରିବେ। ପ୍ରଥମ କଥା କି ଆପଣଙ୍କର ପରସେଣ୍ଟେଜରେ ବର୍ତ୍ତମାନ ନମ୍ବର ଆସୁନି, ଆପଣଙ୍କର ସିଜିପିଏ ବା ଆମେ ଯାହାକୁ କହୁଛୁ ଏସଜିପିଏରେ ଆପଣଙ୍କର ମାର୍କ ଆସୁଛି ଆପଣମାନେ ଜାଣିଥିବେ। ତ ଆପଣମାନେ ସମସ୍ତେ 8 ପଏଣ୍ଟ ଏଭବ୍ ଆପଣଙ୍କର ଏସଜିପିଏ ପାଇପାରିବେ, କିଛି ପ୍ରୋବ୍ଲେମ୍ ନାହିଁ। ବାସ୍ କିଛିଟା ରୁଲ୍ସ ଆଉ ଗାଇଡେନ୍ସକୁ ଯଦି ଆପଣମାନେ ଫଲୋ କରିବେ, କିଛିଟା ମିଷ୍ଟେକ୍କୁ ଆପଣମାନେ କରିବେ ନାହିଁ, ଡେଫିନେଟଲି ଆପଣମାନେ ଭଲ ନମ୍ବର ରଖିବେ। ବୁଝିପାରୁଛନ୍ତି? ତେଣୁ କଥା ହେବା ସେ ସବୁ ବିଷୟରେ ଆପଣମାନେ ମୁଁ ଆପଣମାନଙ୍କୁ ବ୍ଲାଙ୍କ ପେଜ୍କୁ ନେଇଯାଉଛି। ପ୍ରଥମେ ଆପଣମାନଙ୍କୁ ଟିକେ ବୁଝେଇ ଦିଏ। ଦେଖନ୍ତୁ, ଯଦି ମୁଁ ପିଲାମାନେ ଆପଣଙ୍କୁ ଆନ୍ଧ୍ର କେଶରୀ ୟୁନିଭର୍ସିଟି ଆପଣମାନେ ସମସ୍ତେ ଜାଣିଛନ୍ତି। ଆନ୍ଧ୍ର କେଶରୀ ୟୁନିଭର୍ସିଟି କଥା କହିବି, ଦେଖନ୍ତୁ ବେସିକାଲି ବର୍ତ୍ତମାନ ମୁଁ ଦୁଇଟା ୟୁନିଭର୍ସିଟି ବିଷୟରେ କହିବି ହେଲା। କିନ୍ତୁ ଆପଣମାନେ ଭାବିବେନି ଯେ ଆପଣଙ୍କର ଯଦି ଆନ୍ଧ୍ର ୟୁନିଭର୍ସିଟି ଥିବ କିମ୍ବା ଆପଣଙ୍କର ଯଦି ୟୋଗୀ ବାମନ ୟୁନିଭର୍ସିଟି ଥିବ କିମ୍ବା ପିଲାମାନେ ଆପଣ ରୟାଲ ସୀମା ୟୁନିଭର୍ସିଟିରୁ ହେଇଥାନ୍ତୁ, ବିଆର୍ ଆମ୍ବେଦକର ୟୁନିଭର୍ସିଟିରୁ ହେଇଥାନ୍ତୁ, ଯେକୌଣସି ୟୁନିଭର୍ସିଟିରୁ ଆପଣମାନଙ୍କ ପାଇଁ ମଧ୍ୟ ଏଇଟା ହେଲ୍ପଫୁଲ୍ ହେବ, କାରଣ ସେମ୍ ଜିନିଷ ଆପଣମାନଙ୍କର ଆଉ ଆନ୍ଧ୍ର କେଶରୀର ସେମ୍ ରହୁଛି। ବୁଝିପାରୁଛନ୍ତି? ତେଣୁ ମୁଁ ଆପଣମାନଙ୍କୁ କହି ରଖିବି ପ୍ରଥମ କଥା, ଆପଣମାନେ ଆନ୍ଧ୍ର କେଶରୀ ୟୁନିଭର୍ସିଟିରେ ମନେକର ଆପଣମାନେ ଆଡ଼ମିସନ୍ ନେଇଛନ୍ତି, ଠିକ୍ ଅଛି। ତ ପ୍ରଥମ ଜିନିଷ ଆପଣମାନଙ୍କ ମାଇଣ୍ଡରେ ଏଇଟା ରହିଥିବା ଦରକାର କି ଆର ଯେଉଁ ସିଲାବସ୍ ରହିଛି ସେଇଟା ଆପଣଙ୍କର ଚେଞ୍ଜ ହେଇନାହିଁ। ବୁଝିପାରୁଛନ୍ତି? ଆପଣଙ୍କର ଯେଉଁ ଓଲ୍ଡ ସିଲାବସ୍ ୱାଇଜ୍ ଆପଣଙ୍କର ଏକ୍ଜାମ୍ କଣ୍ଡକ୍ଟ କରାଯିବ ଆଣ୍ଡ ଏକ୍ଜାମ୍ର ପ୍ରୋବାବଲ୍ ଡେଟ୍ ଆପଣଙ୍କର 28 ଜାନୁଆରୀ ଆପଣଙ୍କର କୁହାଯାଉଛି। ଏଇଟା ହୁଏତ ଆପଣଙ୍କର ଚେଞ୍ଜ ହେଇପାରେ କିମ୍ବା ସେଇ ଡେଟ୍ରେ ମଧ୍ୟ ହେଇପାରେ, କିଛି ତା'ର ସେମିତି ଗ୍ୟାରେଣ୍ଟି ନାହିଁ। ବଟ୍ ଆପଣମାନଙ୍କୁ ୱିଦିନ୍ ଆପଣମାନେ ଆଉ ହାତରେ ରହିଲା ଆପଣଙ୍କର ଜାନୁଆରୀ ଫାର୍ଷ୍ଟ ୱିକ୍ ସୁଦ୍ଧା ଆପଣମାନେ ନୋଟିସ୍ ପାଇଯିବେ, ଆପଣଙ୍କର ଏକ୍ଜାମ୍ ନୋଟିସ୍, ଟାଇମ୍ ଟେବୁଲ୍ ନୋଟିସ୍। ବୁଝିହେଲା? ତେଣୁ ପ୍ରଥମ କଥା ତ ଏଇଠି ଆମେ କ୍ଲିୟର ହେଇଗଲେ କି ଆପଣଙ୍କର ଏକ୍ଜାମ୍ ହେବ ଜାନୁଆରୀ 28 କିମ୍ବା ଆମେ ଜାନୁଆରୀ ଲାଷ୍ଟ ଭିତରେ ଆପଣଙ୍କର ଏକ୍ଜାମ୍ ଷ୍ଟାର୍ଟ ହେଇଯିବ। ବୁଝିହେଲା? ତ ସେକେଣ୍ଡ ଥିଙ୍ଗ, ଆପଣମାନେ ଯେତେବେଳେ ଏକ୍ଜାମ୍ ଦେବା ପାଇଁ ଯାଉଛନ୍ତି ଏଇ ଜିନିଷ ମାଇଣ୍ଡରେ ନିଶ୍ଚିତ ରଖିଥିବେ କି ଆନ୍ଧ୍ର କେଶରୀ ୟୁନିଭର୍ସିଟି ଗୋଟେ ଆପଣଙ୍କର ନ୍ୟୁ ୟୁନିଭର୍ସିଟି, ମାନେ ମୁଁ କହିପାରିବି ଯେ ଏଇଟା ଗୋଟେ ଆପଣଙ୍କର 2 ଇୟର୍ର ଓଲ୍ଡ ୟୁନିଭର୍ସିଟି। ବୁଝିପାରିଲେ? ଆପଣମାନେ ଜାଣିଥିବେ ଗୋଟେ ବର୍ଷ ଆପଣଙ୍କର ଅଲରେଡ଼ି ପାସ୍ କରିଯାଇଛନ୍ତି, ଆଉ ଗୋଟେ ଆପଣମାନଙ୍କ ଉପର ବ୍ୟାଚ୍ ଯେଉଁଟାକି ବର୍ତ୍ତମାନ ସେକେଣ୍ଡ ଇୟର୍ରେ ଅଛନ୍ତି ସେମାନେ ପାସ୍ କରିଗଲେ, ଆପଣଙ୍କର 2 ବର୍ଷ ଆପଣଙ୍କର ଓଲ୍ଡ ଆମେ କହିପାରିବା। ବୁଝିହେଲା? ଆଉ ଥାର୍ଡ଼ ଥିଙ୍ଗ ପିଲାମାନେ ଏଇଟା, ଆପଣମାନଙ୍କୁ ଯେଉଁ ବୁକଲେଟ୍ ମିଳିବ ଆପଣଙ୍କର ଆନ୍ଧ୍ର କେଶରୀ ୟୁନିଭର୍ସିଟି ପିଲାମାନଙ୍କ କଥା କହୁଛି, ଆପଣଙ୍କୁ ଯେଉଁ ବୁକଲେଟ୍ ମିଳିବ ସେଇଟା ତ ପ୍ରଥମ କଥା ଆପଣଙ୍କର ପୁରା ପ୍ଲେନ୍ରେ ଥିବ, ପ୍ଲେନ୍ ପେପର ଆପଣମାନଙ୍କୁ ଏନ୍ସାର ସିଟ୍ ମିଳିବ, ଆପଣମାନେ ସମସ୍ତେ ଜାଣିଛନ୍ତି। ତ ସେଥିରେ 32ଟା ପେଜ୍ ଥିବ। ବର୍ତ୍ତମାନ ମୁଁ ଆପଣମାନଙ୍କୁ କହିବି ଏଇ ଯେଉଁ 32 ପେଜ୍ କେମିତି କ'ଣ ଆପଣମାନେ ଲେଖିବେ ବା ବର୍ତ୍ତମାନଠୁ କେମିତି ନିଜକୁ ପ୍ରିପେୟାର କରିବେ ଯାହାଦ୍ୱାରା 90% ଏଭବ୍ ଆପଣମାନେ ସ୍କୋର କରିପାରିବେ। ବୁଝିପାରୁଛନ୍ତି? ପ୍ରଥମ ଜିନିଷ ଦେଖନ୍ତୁ କ'ଣ କରିବେ ପିଲାମାନେ, ଏନ୍ୟୁ ପିଲାମାନଙ୍କ ପାଇଁ ମଧ୍ୟ ଏଇଟା ଇମ୍ପୋର୍ଟାଣ୍ଟ। ତେଣୁ କେହି ବି ୟୁନିଭର୍ସିଟି ଭାବିବେନି ଯେ ଆନ୍ଧ୍ର କେଶରୀ ଲେଖା ହେଇଛି ତ ମୁଁ ଆନ୍ଧ୍ର କେଶରୀ ପାଇଁ କାହିଁକି ଦେଖିବି। ଆପଣମାନଙ୍କ ପାଇଁ ମଧ୍ୟ ଇମ୍ପୋର୍ଟାଣ୍ଟ। ଟିପ୍ସ ତ ସବୁ ୟୁନିଭର୍ସିଟି ସବୁ ପିଲାମାନଙ୍କ ପାଇଁ ସେମ୍ ନା, ବାସ୍ ଏଥିରେ ମୁଁ ଗୋଟେ ଏକ୍ଜାମ୍ପଲ୍ ନେଇକି ଆପଣମାନଙ୍କୁ ବୁଝେଇବା ପାଇଁ ଟ୍ରାଏ କରିଛି। ବୁଝିହେଲା? ଦେଖନ୍ତୁ, ଆପଣଙ୍କର 32 ପେଜ୍ ରହୁଛି। 32 ପେଜ୍ ସେ ଆପଣଙ୍କର ମୁଁ କହିପାରିବି
जोड़ा आपनकर 80 मार्क रो एग्जाम होची ता पई मध्ये 32 पेज आपनको मिलिबो जोड़ा आपनकर 40 मार्क रो एग्जाम होची ता पई मध्ये आपनको 32 पेज रो आपनको बुकलेट मिलिबो बा हम कहि परबे आंसर शीट आपनको मिलिबो बुझिया किंतु कोन हमको पूरा 32 पेज लेखिबार अछि कि आ पई केते लेखिबा आ 40 मार्क पई आपनकर केते लेखिबा ए कथा आपन माने माइंड रे रखिया दरकार प्रथम कथा जोगुडा आपनकर 80 मार्क रो क्वेश्चन रहूची आपन मानको मिनिमम ट्राई करियार अछि पिला माने आपण माने मिनिमम पिला माने 32 पेज लेखिबे मु कोन कहली मिनिमम पिला माने आपण माने 32 पेज लेखिके आसीबे जोगुडा आपनकर 80 मार्क्स रो रहूची गोटे भी आपण माने पेज जेमति छाड़ीबेनी आपण माने जहां भी लेखुचंती ना कोन पई किंतु पेज को पूरा पूरी भल से एंड कंप्लीट करिके आसीबे एतिकी होची आपण मानकर प्रथम काम सेकंड कथा जदि मु कहिबी जोड़ा आपनकर 40 मार्क रो क्वेश्चन रहूची बा 40 मार्क रो एग्जाम होची ସେଥିରେ ଆପଣଙ୍କର ସେଇ 32ଟା ପେଜରୁ ଆପଣଙ୍କୁ ମିନିମମ୍ ପିଲାମାନେ 16ଟା ପେଜ କିମ୍ବା 16ରୁ 20ଟା ପେଜ ମିନିମମ୍ ପିଲାମାନେ ଆପଣମାନଙ୍କୁ କରିବାର ଅଛି ବୁଝିପାରୁଛନ୍ତି ଆପଣମାନେ ସେଥିରେ ଆମେ ଦେଖିଲୁ ଆପଣମାନଙ୍କୁ ଫୁଲ୍ ପେଜ ପୁରା ଆନ୍ସର ସିଟ୍କୁ ଆପଣଙ୍କୁ ଫିଲ୍ଅପ୍ କରିବାର ଅଛି ବଟ୍ ଏଥିରେ ଆପଣମାନେ ଅଧା କିମ୍ବା 20ଟା ପେଜ ଯାଏଁ ଆପଣମାନେ ଲେଖିପାରିବେ ଚାହିଁଲେ ବୁଝିହେଲା ଆଉ କେମିତି ଲେଖିବେ ଏତେ ଲେଖିବା ତ ପସିବୁଲ ନୁହଁ 3 ଘଣ୍ଟାରେ ଭାବନ୍ତୁ 32 ପେଜ ଲେଖିବା କିଛି ସାଧାରଣ କଥା ନୁହଁ ପିଲାମାନେ ତେଣୁ କେମିତି ଲେଖିବେ ତାର ଟ୍ରିକ୍ ମଧ୍ୟ ଆପଣମାନଙ୍କୁ ମୁଁ ସବୁ ଭିଡ଼ିଓରେ କହିଛି ଆଜି ମଧ୍ୟ ସର୍ଟରେ କହିଦେଉଛି କି ଯେକୌଣସି ଆପଣମାନେ ଲଙ୍ଗ୍ କ୍ୱେଶ୍ଚନ୍ ଲେଖୁଛନ୍ତି ସେ ଲଙ୍ଗ୍ କ୍ୱେଶ୍ଚନ୍ର ମଝିରେ ଆପଣମାନେ ଡାଇଗ୍ରାମ୍ସକୁ ୟୁଜ୍ କରିବେ डायग्राम्स यूज करिवे जहाँ आपणकर जो एग्जाम रो खातार जो आपणकर जल्दी जल्दी फिलअप हबारे से आपनको हेल्प करिवो विथ गोटे एग्जामिनर जितले खाता देखे ना से एते ताको पढ़िबा पई आंध्र रे आपणकर टाइम न थाए तेणु से कोन करिवो आपणकर डायग्राम थोरे पिलार नॉलेज को से एनालिसिस कर दबो कि पिलाटा जानि छि कोन बुझि परछन जदि आपण माने क्लियर एंड नीट आपणकर पूरा पूरी करिचंती नीट एंड क्लीन आपणकर डायग्राम डेफिनेटली पिला माने आपण माने जदि गोटे 5 मार्किया क्वेश्चन लिखिचंती मिनिमम पिला माने 4 मार्क मिनिमम पाई जिवे एंड आपण माने जदि गोटे 15 मार्किया क्वेश्चन करचंती मिनिमम आपण माने 13 14 मिनिमम पाई बुझि परछंती तेणु एइटा हला डिफरेंस गोटे पिलाटे खाली लेखिकी जाईची कोनोसी डायग्राम करिनी गोटे सार बा एग्जामिनर जे भी देखुथबे तांकर एतिकी धारणा आसी जे पिलाटे किछि सेमति जानिनी तार बेसिक नॉलेज नै एइटा ही होची आपनकर आंध्र प्रदेश रो जो बीएड रोची एटा होची तार ट्रिक आपण माने जे कोनोसी यूनिवर्सिटी रो करंतु डायग्राम्स इज मैंडेटरी डायग्राम्स बुझि पारले तेणु आको आपण माने हल्का नेबेनी सब डायग्राम वीडियो आमर अपलोड होउची ऑलरेडी 3टा आपनकर जो रहुची मेन टॉपिक 80 मार्क वाला बा 80 मार्क वाला तार अपलोड करि देइची मु आउ आपनकर जो मेथोडोलॉजी पेपर रहुची आर्ट्स पिला मानकर सोशल साइंस हो कि इंग्लिश हो आउ साइंस पिला मानकर आपनकर फिजिकल साइंस एमतिया सब आपनकर अपलोड हेइ जिवो रिसेंटली एति गला आपनकर बेसिक जिंस आउ कोन आपण माने 90% स्कोर जो करिवे भाबिचंती कोन खाली डायग्राम्स कर देला हमें हेइ जिवो कि पाठ न जानि कि डायग्राम्स कोड करिया तेणु आपण माननकु थोरली पिला माने थोरली कोन कहली पिला माने आउथरे हम कह दूची आपण मानकु जहां भी सिलेक्शन क्वेश्चन आम तरफ दिया हिची आपण माने जोउटु भी कलेक्ट करचंती आपण इंस्टीट्यूशन रे देइथिबे जोउटु भी आपण माने सिलेक्शन क्वेश्चन पाइचंती ना से सिलेक्शन क्वेश्चन को आपण माने कोन करंतु मिनिमम पिला माने एग्जाम को जिबा पूर्वरु 3 ରୁ 4 थर मिनिमम पिला माने ताको कवर कर दियंतु मींस कवर कर देबा माने कोन थरे आपण माने कवर कले देन ताको रिवाइज करिवे देन एगेन आपण माने एग्जाम को आउ 5 ରୁ 6 दिन थिबो ताको एगेन रिवाइज करिवे एंड जेतले एग्जाम दबा पई जिबे मानेकर काली मोर अछि आईसीटी पेपर अछि त मो प्रीवियस डे रे मो पढी कि जिबी आईसीटी तेनो टोटल 4 ରୁ 5 थर आपण मानको रिवाइज करिया पई पड़िबो जहां भी सिलेक्शन क्वेश्चन सब क्वेश्चन को बसी घुसीबार किछि आवश्यकता नै अजथा आपनकर टाइम वेस्ट आपण माने नॉलेज गेन करि परिबे बट घुसीबार किछि आवश्यकता नै बुझि परछंती आउ डायग्राम्स को ट्राई करिवे सब क्वेश्चन रे आपण माने गोटे मिनिमम डायग्राम करिया पई लॉन्ग क्वेश्चन रे 2 ରୁ 3टा मध्ये आपण माने डायग्राम्स कले चलिबो पेजेस कथा जदि मु आपण माननकु कहिबी देन आपनकर जो 5 मार्क रो क्वेश्चन रहूची 5 मार्क को मिनिमम ट्राई करिवे आपण माने 2 ରୁ 3टा पेज मिनिमम लिखिया पई आउ जोड़ा आपनकर 15 मार्क रो रहूची ताकू ट्राई करिवे कोन ना मिनिमम 6 ରୁ 7 पेज मिनिमम 6 ରୁ 7 पेज कहा कथा कहूची जो माने आंध्र केसरी यूनिवर्सिटी रो पिला आउ अदर यूनिवर्सिटी जो मानकर की पेज रो संख्या होची 32 कोन पई ए जिंस मु आपनको कहूची ए जिंस आपण माने बुझी परिबे थरे आपण माने एग्जाम देखि आसिला परे आ टाइम मैनेजमेंट को मोस्ट इंपोर्टेंटली आपण माने ध्यान देबे कारण कोन बेसिक मैक्सिमम पिला कोन करंती जानिचंती फास्ट आपणकर लॉन्ग क्वेश्चन बसी जिबे करिया पई 15 मार्क क्वेश्चन दुईटा पड़िबो ताको करिया पई बसी जिबे 3 घंटा भितर 2 घंटा 1.5 घंटा आपणकर से माने आ पछर देई दियंती मते कोंतु आपण माने देई देले 2टा क्वेश्चन पई एते समय
ବର୍ତ୍ତମାନ ଯେଉଁ ଆପଣଙ୍କର ଆଉ 5ଟା କ୍ୱେଶ୍ଚନ୍ ରହିଲା, ସେ 5ଟା କ୍ୱେଶ୍ଚନ୍‌କୁ 1 ଘଣ୍ଟା 1 ଆୱାରରେ କରିବା କ'ଣ ବହୁତ ଇଜି କି? ଜମା ଇଜି ନୁହେଁ ପିଲାମାନେ। ମୁଁ କହିବି ସରି 5ଟା ନୁହେଁ, ଆପଣଙ୍କର 10ଟି କ୍ୱେଶ୍ଚନ୍। ଯେଉଁ ଆପଣଙ୍କର 10ଟି କ୍ୱେଶ୍ଚନ୍ ରହିଲା, ତାକୁ କ'ଣ ପିଲାମାନେ ଆପଣମାନେ ନିଜେ କୁହନ୍ତୁ 1 ଆୱାର କିମ୍ବା ଆପଣଙ୍କର 1.5 ଘଣ୍ଟାରେ କରିବା, 1.5 ଆୱାରରେ କରିବା କ'ଣ ଇଜି କି? ତେଣୁ ଆପଣମାନେ ସବୁବେଳେ ଗୋଟେ ଜିନିଷ ଟାଇମ୍ ମ୍ୟାନେଜମେଣ୍ଟରେ ଏଇଟା ମାଇଣ୍ଡରେ ରଖିବେ, ଯେଉଁ 80 ମାର୍କ ପେପର ରହୁଛି, ଆଉ ଥରେ କହୁଛି, ଯେଉଁ 80 ମାର୍କର ପେପର ରହୁଛି ସେଥିରେ ଟାଇମ୍ ମ୍ୟାନେଜମେଣ୍ଟ କେମିତି କରିବେ ମୁଁ କହିଦେଉଛି। ଥରୋଲି ପୁରା ଡେସ୍କ୍ରାଇବ୍ କରିକି ଆପଣମାନଙ୍କୁ କହିବି, ଯେମିତି କିଛି ଆପଣମାନଙ୍କର ପ୍ରୋବ୍ଲେମ୍ ରହିବନି। ସବୁ ୟୁନିଭର୍ସିଟି ପାଇଁ ଏଇଟା ଆପ୍ଲିକେବୁଲ୍। ପ୍ରଥମ ଜିନିଷ ଆପଣଙ୍କର ଯେଉଁ 80 ମାର୍କର କ୍ୱେଶ୍ଚନ୍ ରହିବ, ତାକୁ କ'ଣ କରିବେ, ଯେଉଁ ଲଙ୍ଗ୍ କ୍ୱେଶ୍ଚନ୍ ପାର୍ଟ ରହୁଛି 2ଟା ହେଲା, ତାକୁ ଆପଣମାନେ ଫାର୍ଷ୍ଟ କରିବେନି, ଲାଷ୍ଟକୁ ଟ୍ରାଏ କରିବେ କରିବା ପାଇଁ। କାହିଁକିନା ଆପଣମାନଙ୍କ ହାତରେ ଯେତିକି ଟାଇମ୍ ଥିବ ଲଙ୍ଗ୍ କ୍ୱେଶ୍ଚନ୍ ଆପଣମାନେ ଯେତେ ଚାହିଁବେ ଲେଖିବେ ନା, ବ୍ରିଫ୍ରେ ଆପଣଙ୍କୁ ଡେସ୍କ୍ରାଇବ୍ କରିବା ପାଇଁ ପଡ଼ିବ ଭାବିକି, ବୁଝିପାରୁଛନ୍ତି? ତେଣୁ ଆପଣମାନେ ତାକୁ ଲାଷ୍ଟକୁ ରଖିବେ ଆଣ୍ଡ ମିନିମମ୍ 1 ଆୱାର ତା ପାଇଁ ଦେବେ ଆପଣମାନେ। ଆଉ ଯେଉଁ ଆପଣଙ୍କର 10ଟି କ୍ୱେଶ୍ଚନ୍ ରହିବ, ତା ପଛରେ ଆପଣମାନେ 2 ଆୱାର ମିନିମମ୍ ଦେବେ ପିଲାମାନେ। ଏଇଟା ହିଁ କଲେ ଆପଣମାନଙ୍କୁ ସୁଇଟେବୁଲ୍ ହେବ। ଆଉ ଆମେମାନେ ମଧ୍ୟ ଯେତେବେଳେ ଏକ୍ଜାମ୍ ଦେଉଥିଲୁ, ଏମିତିକା ଟାଇପ୍ରେ ପିଲାମାନେ ପାଠ ପଢ଼ିକି ଏମିତିକା ଟାଇମ୍ ମ୍ୟାନେଜମେଣ୍ଟ କରୁଥିଲୁ। ବୁଝିହେଲା? ଏତିକି ଜିନିଷ ଆପଣମାନଙ୍କର ଡାଉଟ୍ କ୍ଲିଅର୍ ହେଇଯାଇଥିବ। ଦେନ୍ ଆପଣଙ୍କର ବ୍ୟାକ୍ ଲାଗେ ନା ନାହିଁ, ଏଇଟା ଗୋଟେ ବହୁତ ବଡ଼ କ୍ୱେଶ୍ଚନ୍। ଆନ୍ଧ୍ରକେଶରୀ ୟୁନିଭର୍ସିଟି ଯେହେତୁ ଗୋଟେ ନୂଆ ୟୁନିଭର୍ସିଟି, ବର୍ତ୍ତମାନ ଟାଇମ୍ରେ ସେଥିରେ ବ୍ୟାକ୍ ଏତେ ପରିମାଣରେ ଲାଗିନାହିଁ। ଲାଗେ, ନିଶ୍ଚିତ ଭାବରେ ଲାଗେ, କିନ୍ତୁ ଏତେ ପରିମାଣରେ ଲାଗେନି ଇନ୍ କମ୍ପାରିଜନ୍ ଟୁ ଆପଣଙ୍କର ଆଚାର୍ଯ୍ୟ ନାଗାର୍ଜୁନ ୟୁନିଭର୍ସିଟି। ଏଇ ଜିନିଷ ଆପଣମାନେ ମାଇଣ୍ଡରେ ବୁଝିହେଲା? ତ ଆନ୍ଧ୍ରକେଶରୀ ୟୁନିଭର୍ସିଟି ରିଲେଟେଡ୍ ଯାହା ବି ଡାଉଟ୍ ଥିଲା ଆପଣମାନଙ୍କର କ୍ଲିଅର୍ ହେଇଯାଇଥିବ। ଏଇଟା ଗୋଟେ ଏକ୍ଜାମ୍ପଲ୍ ଦେଲି, ଆପଣମାନେ ୟୋଗୀ ବୋମନ ହେଇଥିଲେ ମଧ୍ୟ ଏଇଟା ଆପଣମାନଙ୍କ ପାଇଁ ହେଲ୍ପଫୁଲ୍ ହେବ ହେଲା। ଦେନ୍ ପିଲାମାନେ ଏଇଟା ଗଲା ଆପଣଙ୍କର କେମିତି ଆପଣମାନେ 90% ସ୍କୋର କରିବେ। ହଁ, ଆଉ ଗୋଟେ ଇମ୍ପୋର୍ଟାଣ୍ଟ ପଏଣ୍ଟ ମୁଁ କହିବା ପାଇଁ ଭୁଲିଗଲି, ନୋଟ୍ସକୁ ଏତେ ସର୍ଟରେ ଆପଣମାନେ ପ୍ରିପେୟାର କରନ୍ତୁ, ଯେମିତିକା କି ଆପଣଙ୍କୁ ଏକ୍ଜାମ୍ ପୂର୍ବ ଦିନ ଆପଣମାନଙ୍କୁ ବେଶୀ ଘୁଷିବା ପାଇଁ ପଡ଼ିବନି। ବସ୍ ଆଖି ପକେଇକି ଯେମିତି ପୁରା ସବୁ ଜିନିଷକୁ ଆପଣମାନେ କଭର୍ କରିପାରିବେ। ବହୁତ ସାରା ପିଲା କ'ଣ କରନ୍ତି, ପୁରା ବହିରୁ ପଢ଼ୁଥିବେ, ବୁକ୍‌ରୁ ସେମାନେ ଷ୍ଟଡି କରିବେ। ଆରେ ବୁକ୍‌ର ପିଲାମାନେ ଆପଣମାନଙ୍କର ଯେତିକି ଦେଇଛି ନା, ବହୁତ ଜିନିଷ ଦେଇଛି, ତାକୁ ପଢ଼ିକି ଏତେ ଭଲ ନମ୍ବର ସ୍କୋର କରିବାଟା ଇଜି ନୁହେଁ। ହୁଏତ ଇମ୍ପସିବୁଲ୍ ନୁହଁ, କିନ୍ତୁ ଇଜି ନୁହଁ ପିଲାମାନେ। ତେଣୁ ସବୁବେଳେ ଟ୍ରାଏ କରନ୍ତୁ କି ଆପଣମାନେ ନୋଟ୍ସ କିଛି ପ୍ରିପେୟାର କରିବା ପାଇଁ। ଯଦି କରିପାରୁଛନ୍ତି ଭଲ କଥା, କିମ୍ବା ଆପଣମାନେ ଯେଉଁଠୁ ବି ପରଚେସ୍ କରୁଛନ୍ତି, ଯେମିତି ଆପଣମାନେ ଚାହିଁଲେ ଆମଠୁ ପରଚେସ୍ କରିପାରିବେ, ଆମ ପାଖରେ ନୋଟ୍ସ ରହୁଛି, କିମ୍ବା ଅନ୍ୟ କେଉଁ ଜାଗାରୁ ଆପଣମାନେ ପରଚେସ୍ କରିପାରିବେ, ଆପଣଙ୍କ ଇନଷ୍ଟିଟ୍ୟୁସନରୁ କଲେକ୍ଟ କରିପାରିବେ। ଆଣ୍ଡ ସର୍ଟ ଯେଉଁଗୁଡ଼ା ଆପଣଙ୍କୁ ଇମ୍ପୋର୍ଟାଣ୍ଟ ଲାଗୁଛି, ତାକୁ ଆପଣମାନେ ଅଣ୍ଡରଲାଇନ୍ କିମ୍ବା ଆପଣଙ୍କର ଯେଉଁ ଆମେ ହାଇଲାଇଟ୍ କହିପାରିବା, ତାକୁ ଆପଣମାନେ କରିକି ରଖିବେ। ଫର୍ ଏକ୍ଜାମ୍ପଲ୍, ମୋତେ ଏଇ ଟର୍ମଟା ଇମ୍ପୋର୍ଟାଣ୍ଟ ଲାଗୁଛି, ତ ମୁଁ ଏଇଟାକୁ ଆପଣଙ୍କର ମୋର ଯାହା ବି ଥିବ ତାକୁ ମୁଁ ହାଇଲାଇଟ୍ କରିକି ରଖିବି। ବୁଝିହେଲା? ଏତିକି ଜିନିଷ ମାଇଣ୍ଡରେ ରଖିକି ଆପଣମାନେ ଏକ୍ଜାମ୍ ହଲ୍‌କୁ ପଶିବେ ହେଲା। ଦେନ୍ ପିଲାମାନେ ଏଇଟା ତ ଗଲା। ସେକେଣ୍ଡ ଆପଣଙ୍କର 1 ମାସରେ ନିଜକୁ କେମିତି ପ୍ରସ୍ତୁତ କରିବେ, ଏଇ ଜିନିଷଟା ମଧ୍ୟ ମୁଁ ଆପଣମାନଙ୍କୁ କହିଦେବା ପାଇଁ ଚାହୁଁଛି ଯେ 1 ମାସ ମାନେ ଆନ୍ଧ୍ର ବିଏଡ୍ ପିଲାମାନଙ୍କ ପାଇଁ ବହୁତ ସଫିସିଏଣ୍ଟ। କାହିଁକି ନା ଆପଣମାନେ ଯେତେବେଳେ ସେକେଣ୍ଡ ସେମିଷ୍ଟାର, ଥାର୍ଡ ସେମିଷ୍ଟାର ଦେବେ, ଆପଣମାନଙ୍କୁ 3 ମାସ ବି ଆପଣମାନଙ୍କୁ ଟାଇମ୍ ମିଳିବନି ପିଲାମାନେ। ମୁଁ କ'ଣ କହିଲି, 3 ମାସ ବି ଆପଣଙ୍କୁ ଟାଇମ୍ ମିଳିବନି। ଆପଣମାନେ କେତେବେଳେ ଏକ୍ଜାମ୍ ହେଇଯିବ ଆପଣମାନଙ୍କର, ଆପଣମାନେ ଜାଣିପାରିବେନି। 6 ମାସର କୋର୍ସକୁ 3 ମାସରେ ସାରିଦେବେ ସେମାନେ, ବୁଝିପାରୁଛନ୍ତି? ତେଣୁ ସମୟ ପିଲାମାନେ 1 ମାସ ଆପଣମାନଙ୍କ ହାତରେ ଏବେ ବି ଅଛି। ଚାହିଁଲେ ବର୍ତ୍ତମାନ ଠାରୁ, ଆଜିଠାରୁ ଆପଣମାନେ ନିଜକୁ ପ୍ରିପେୟାର କରନ୍ତୁ। କାରଣ ବହୁତ ପିଲାଙ୍କର କ'ଣ ହୁଏ, ଫାର୍ଷ୍ଟ ସେମିଷ୍ଟାରରେ ହିଁ ଆପଣଙ୍କର ବ୍ୟାକ୍ ଲାଗିଥାଏ। ତେଣୁ ଯେମିତି ସେ ଜିନିଷଟା ଆପଣମାନଙ୍କର ନ ହେବ, ସେଇଟା ଆପଣମାନେ ଟିକେ ଗୁରୁତ୍ୱ ଦିଅନ୍ତୁ। ଦେନ୍ ଆପଣମାନେ ସେକେଣ୍ଡ ଥାର୍ଡ଼କୁ ଆପଣମାନଙ୍କର ହେବିଚୁଆଲ୍ ହେଇଯିବ। ଆପଣମାନେ ଟିକେ ବୁଝିଯିବେ ଯେତେବେଳେ ଆପଣଙ୍କର କ'ଣ ହେଉଛି ଆନ୍ଧ୍ରରେ, ଆପଣମାନଙ୍କର ଭଲ ନମ୍ବର ଆସିଯିବ। ଆଉ କେହି ବି ପିଲାମାନେ ଏଇଟା ଭାବିକି ମାଇଣ୍ଡରେ ଯିବେନି କି ମୁଁ କିଛି ନ ଲେଖିଲେ, ମୁଁ ଗପ ଲେଖିଦେଇ ଆସିଲେ ମୋତେ ମାର୍କ ମିଳିଯିବ। କେବେ ଏସା ହୁଏନି। ମୁଁ ପିଲାମାନେ ଆପଣମାନଙ୍କୁ କେବେ ଏମିତି କହିବିନି ଯେ ଏ ଜିନିଷକୁ ଆପଣମାନେ ମାଇଣ୍ଡରେ ରଖିବେନି। ଆନ୍ଧ୍ରରେ ବହୁତ ପିଲାମାନଙ୍କର ବ୍ୟାକ୍ ଲାଗେ। ଆପଣମାନେ ଯଦି ଚାହିଁବେ, ଯେଉଁମାନେ ଆପଣଙ୍କର ଇନଷ୍ଟିଟ୍ୟୁସନରେ ଆପଣମାନେ ଯେଉଁଠି କରୁଛନ୍ତି, ସେଠାରେ ମଧ୍ୟ ଆପଣମାନେ ବୁଝିପାରିବେ। ବୁଝିଲା? ଯିଏ ଯେତେ କହିଲେ ବି ଆପଣମାନେ କେବେ ମାନିବେନି ଯେ ଆପଣଙ୍କର ୱିଦାଉଟ୍ ପଢ଼ିକି କେଉଁ ପିଲା ପାସ୍ ହେଇଛି। ଠିକ୍ ଅଛି? ସେକେଣ୍ଡ, ଆଉ କେଉଁ ସବୁ ଆପଣମାନେ ମିଷ୍ଟେକ୍ କରିବେନି, ଯେଉଁଟା ମୁଁ ଆପଣମାନଙ୍କୁ ବର୍ତ୍ତମାନ କହୁଥିଲି, କି କେବେ ଏଇ ମାଇଣ୍ଡସେଟ୍ ରଖିବେନି। ବହୁତ ପିଲାଙ୍କର ମାଇଣ୍ଡସେଟ୍ ଥାଏ କି ଆନ୍ଧ୍ରରେ କିଛି ନ ପଢ଼ିକି ଗଲେ ଆମେ ପାସ୍ ହେଇଯିବୁ। ସେ ମାଇଣ୍ଡସେଟ୍ ଆଦୌ ରଖିବେନି ହେଲା। ଆପଣମାନେ ଏଏନ୍ୟୁରେ କରନ୍ତୁ କି ଆପଣଙ୍କର ଆନ୍ଧ୍ରକେଶରୀ ୟୁନିଭର୍ସିଟିରେ କରନ୍ତୁ, ଯେ ଜାଗାରେ କରୁଛନ୍ତି ନା କ'ଣ ପାଇଁ, ଆପଣମାନେ ଏଇ ଜିନିଷ ମାଇଣ୍ଡରେ ରଖିଥିବେ। ଆଉ ଆଚାର୍ଯ୍ୟ ନାଗାର୍ଜୁନ ୟୁନିଭର୍ସିଟି କଥା ଯଦି କହିବି, ସିଏ ଗୋଟେ ଆପଣଙ୍କର ଓଲ୍ଡ ୟୁନିଭର୍ସିଟି ୱିଥ୍ ତା ସହିତ ତାର ଯେଉଁ ପେଜ୍ ସଂଖ୍ୟା ସେଟା ହେଉଛି 36 ପିଲାମାନେ। ମନେ ରଖିଥିବେ 36। ତ ତାକୁ ସେଇ ଅନୁସାରେ ଆପଣମାନଙ୍କୁ ମ୍ୟାନେଜ୍ କରିବା ପାଇଁ ପଡ଼ିବ।
ବୁଝିହେଲା? ତ ଏତିକି ଜିନିଷ ଆପଣମାନେ ଦେଖିବେ, ଟିକେ ନୋଟିସ୍‌ରେ ରଖିବେ। ଆଉ ଯଦି ଆପଣମାନଙ୍କୁ ନୋଟ୍ସ ଏକା କିଛି ଦରକାର ଥିବ ଆପଣମାନେ ଆମକୁ କଣ୍ଟାକ୍ଟ କରିପାରିବେ। ଆମ ହ୍ୱାଟ୍ସଆପ୍ ନମ୍ବର ଆପଣଙ୍କର ଡିସପ୍ଲେରେ ଆପଣମାନଙ୍କୁ ଆସୁଥିବ। ୱିଥ୍ ତା ସହିତ ଆମର ଯେଉଁ ଡେସ୍କ୍ରିପସନ୍ ଅଛି ସେଠାରେ ମଧ୍ୟ ମୁଁ ଦେଇଦେବି ପିଲାମାନେ, ଆପଣମାନେ ସେଠାରୁ ଯାଇକି ଆମକୁ କଣ୍ଟାକ୍ଟ କରିପାରିବେ। ଯାହା ବି ନୋଟ୍ସ, ଡାଇଗ୍ରାମ୍ସ ମୁଁ କହିଦେଉଛି ଆପଣଙ୍କୁ, ନୋଟ୍ସ ହଉ କିମ୍ବା ଆପଣଙ୍କର ଡାଇଗ୍ରାମ୍ସ ଆଣ୍ଡ ଆପଣଙ୍କର ସିଲେକ୍ସନ୍ କ୍ୱେଶ୍ଚନ୍ ବି ଯଦି ଆପଣମାନେ ଦେଖିପାରୁନାହାନ୍ତି ୟୁଟ୍ୟୁବରୁ, ଆପଣମାନଙ୍କୁ ଦରକାର, ଆପଣମାନେ ଆମକୁ କଣ୍ଟାକ୍ଟ କରିପାରିବେ। ବୁଝିହେଲା? ଦେନ୍ ଆପଣଙ୍କର ଖାତାରେ କେମିତି ଲେଖିଲେ ଆପଣଙ୍କୁ ଅଧିକ ନମ୍ବର ମିଳିବ, ଏକ କଥା ମଧ୍ୟ ମୁଁ ଆପଣମାନଙ୍କୁ ଡେସ୍କ୍ରାଇବ୍ କରିଦେଲି। ସବୁ ଜିନିଷ ଆପଣମାନଙ୍କର ଏ ଭିଡ଼ିଓରେ କମ୍ପ୍ଲିଟ୍ ହେଇଗଲା ନା? ନା ଆଉ କିଛି ଯଦି ଆପଣମାନଙ୍କର ଡାଉଟ୍ ହେଇଛି ନିଶ୍ଚିତ ଭାବେ ମୋତେ ଜଣେଇବେ କମେଣ୍ଟ ମାଧ୍ୟମରେ, ଯାହାଦ୍ୱାରା ମୁଁ ଆପଣମାନଙ୍କ ଡାଉଟ୍‌କୁ କ୍ଲିୟର କରିବା ପାଇଁ ନେକ୍ସଟ ଭିଡ଼ିଓରେ ଟ୍ରାଏ କରିବି। ଠିକ୍ ଅଛି ପିଲାମାନେ? ତ ଏମିତି ନିଜର ଷ୍ଟଡ଼ିକୁ ପିଲାମାନେ ମାନେ କଣ୍ଟିନ୍ୟୁ କରନ୍ତୁ, ଯାହାଦ୍ୱାରା ଆପଣଙ୍କର ପ୍ରଥମ ଯେଉଁ ଷ୍ଟେଜ୍ ରହିଛି ଫାର୍ଷ୍ଟ ସେମିଷ୍ଟାର ଏକ୍ଜାମ୍, ତାକୁ ଆପଣମାନେ ବିନା କିଛି ପ୍ରୋବ୍ଲେମରେ କ୍ଲିୟର କରିଯିବେ। ଠିକ୍ ଅଛି? ତ ପୁଣି ଗୋଟେ ନେକ୍ସଟ ଭିଡ଼ିଓରେ ଆପଣମାନଙ୍କର ଡାଉଟ୍‌କୁ ନେଇକି ମୁଁ ଆସିବି ନିଶ୍ଚିତ ଭାବେ। ଯଦି ତା ପୂର୍ବରୁ କହି ରଖେ, ଯଦି ଆପଣମାନେ ଚ୍ୟାନେଲରେ ନୂଆ, ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ସହିତ ଆମର ଟେଲିଗ୍ରାମ ଚ୍ୟାନେଲ ଅଛି ଏଜୁ ଏକ୍ସପ୍ଲୋର, ଯେଉଁ ଜାଗାରେ ପ୍ରାୟତଃ ଆପଣଙ୍କର 1700 ଉପରେ ପିଲାମାନେ ଅଛନ୍ତି। ଆପଣମାନେ ଚାହିଁଲେ ସେଠାରେ ମଧ୍ୟ ଜଏନ୍ କରିପାରିବେ। ଠିକ୍ ଅଛି? ତ ଆଜି ପାଇଁ ଏତିକି। ଜୟ ଜଗନ୍ନାଥ।